ପିଲାମାନେ ଆମେ ଯୋଉ ଅପେକ୍ଷା କରିଥିଲେ ସେବିକ ସେବିକାର କେବେ ଆସିବ ରେଜଲ୍ଟ ତା ମଧ୍ୟ ଇତିମଧ୍ୟରେ ପଳେଇ ଆସିଛି। ଆପଣ ଆପଣମାନଙ୍କ ରୋଲ ନମ୍ବର ଅନୁସାରେ ଚେକ୍ କରିପାରିବେ। ଯୋଉ ଡକୁମେଣ୍ଟ ଆପଣଙ୍କର ଭେରିଫିକେସନ୍ ମାଗିଛି ତାକୁ ସାଙ୍ଗରେ ନେଇକି ଆପଣ ଡିବି ପାଇ ଯିବେ। କୌଣସି ଓରିଡି ହେବାର ନାହିଁ। ଯାହା ଯାହା ଡକୁମେଣ୍ଟ ଆପଣଙ୍କୁ ମାଗିଛି ଆପଣ ନେଇକି ଯିବେ। ଆପଣମାନଙ୍କର ଯୋଉ ଡେଟ୍ ଦେଇଛି ଯୋଉ ରୋଲ ନମ୍ବର ଯୋଉ ଡିଷ୍ଟ୍ରିକ୍ଟ ଅନୁସାରେ ଅଛି ସେଇ ଡିଷ୍ଟ୍ରିକ୍ଟରେ ଆପଣ ଠିକ୍ ସମୟରେ ପହଞ୍ଚିବେ। ମୁଁ କହିବି ଆପଣମାନେ ଘଣ୍ଟେ ପୂର୍ବରୁ ଆପଣଙ୍କ ସେଣ୍ଟରରେ ପହଞ୍ଚି ଯାଆନ୍ତୁ। ପ୍ରଥମେ ଆପଣଙ୍କର ରୋଲ ନମ୍ବର ଆପଣମାନେ ମିଳେଇ ନିଅନ୍ତୁ। ପିଲାମାନେ ରୋଲ ନମ୍ବର ମିଳେଇଲା ପରେ ଯଦି ଆପଣଙ୍କୁ ଡାଉଟ୍ ଲାଗୁଛି ସେ ଜାଗାରେ ସେବିକ ସେବିକାରେ ଯୋଉ ଡିଷ୍ଟ୍ରିକ୍ଟ ଆପଣ ଦେଇଥିଲେ ନାହିଁ ଆପଣଙ୍କର, ଆପଣ ପ୍ରଥମେ ଯୋଉ ଡିଷ୍ଟ୍ରିକ୍ଟରେ ସେଣ୍ଟର କରିଥିଲେ ସେ ଜାଗାରେ ଆପଣ ରୋଲ ନମ୍ବର ଅଛି ନା ନାହିଁ ସେଟା ଟିକେ ଭଲ ଭାବରେ ଦେଖି ନିଅନ୍ତୁ। ଡକୁମେଣ୍ଟ ଭେରିଫିକେସନ୍ ପିଲାମାନଙ୍କର ରହିଛି। ଆପଣମାନେ ପ୍ରଥମେ ଡକୁମେଣ୍ଟ ସବୁ ରେଡ଼ି କରିଦିଅନ୍ତୁ ଆଉ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ନେଇକି ଯାଆନ୍ତୁ। ଆଉ ଗୋଟିଏ ଜିନିଷ ଏଇଠି କହି ରଖି ପିଲାମାନେ ଯୋଉମାନେ LTRର ଆପଣମାନଙ୍କର ଡକୁମେଣ୍ଟ ଯୋଉମାନେ ଆଡ଼ମିସନ୍ ଲେଟର ଡାଉନଲୋଡ଼ କରିବା ପାଇଁ ଚାହୁଁଛନ୍ତି, ବର୍ତ୍ତମାନ ଆପଣମାନଙ୍କର OSSC ସାଇଟ୍ ଏତେ ସ୍ଲୋ ଚାଲିଛି ଯେ କୌଣସି ଆଡ଼ମିସନ୍ ଲେଟର ଡାଉନଲୋଡ଼ ହେଇପାରୁନି କାହାର LTRର। ଅଦରୱାଇଜ୍ ମୁଁ କହିବି ପ୍ରାୟ 90% ପିଲା ଏପର୍ଯ୍ୟନ୍ତ ତାଙ୍କର ଆଡ଼ମିସନ୍ ଲେଟର ଡାଉନଲୋଡ଼ କରିପାରିନାହାନ୍ତି। ତାଙ୍କର ଡକୁମେଣ୍ଟ ଭେରିଫିକେସନ୍ କେଉଁ ଡେଟ୍ରେ ଅଛି ସେ ମଧ୍ୟ ଏପର୍ଯ୍ୟନ୍ତ ଜାଣିନାହାନ୍ତି। କେବଳ ଏତିକି ଆପଣମାନେ ଜାଣିଥାନ୍ତୁ, ଆପଣମାନେ ଯୋଉମାନେ ଆର୍ଟ୍ସରୁ ବିଲଙ୍ଗ କରୁଛନ୍ତି ସେମାନଙ୍କର 20 ତାରିଖରୁ 21 ତାରିଖ ଆଡ଼କୁ ଅଛି ହେଲା। ତା ପୂର୍ବରୁ ଆପଣଙ୍କୁ ଡକୁମେଣ୍ଟ ଡାଉନଲୋଡ଼ କରିବା ପାଇଁ ପଡ଼ିବ। ଦିନେ 2 ଦିନ ମଧ୍ୟରେ ଆପଣମାନଙ୍କର ଡକୁମେଣ୍ଟ ପ୍ରାୟ ଆପଣମାନଙ୍କର ଆଡ଼ମିସନ୍ ଲେଟର ଡାଉନଲୋଡ଼ ହେଇଯିବ। OSSC ସାଇଟ୍ଟା ଟିକେ ସ୍ଲୋ ଚାଲିଛି। CGL ଫିଜିଏଲ୍ ପାଇଁ ଯେଉଁ ଆପ୍ଲାଇ ଚାଲିଥିଲା ସେଥିପାଇଁ ସ୍ଲୋ ଚାଲିଛି। ନିଶ୍ଚିତ ୟା ଭିତରେ ଆପଣଙ୍କର ପ୍ରୋବ୍ଲେମ୍ ସର୍ଟ ଆଉଟ୍ ହେଇଯିବ। ଆପଣମାନେ ଯାହା ଯାହା ଡକୁମେଣ୍ଟ ଦରକାର ତାକୁ ପ୍ରଥମେ ରେଡ଼ି କରନ୍ତୁ। ମୁଁ ଗୋଟିଏ ଜିନିଷ ଏଠି କହିବି, ଯେଉଁମାନଙ୍କର କାଷ୍ଟ ସାର୍ଟିଫିକେଟ୍ ଆପଣମାନଙ୍କର ଡେଟ୍ ପଳେଇ ଯାଇଛି 2 ଇୟର୍ରୁ ବା 3 ଇୟର୍ରୁ ଏଭବ ହେଇଯାଇଛି, ଆପଣମାନେ ଏବେ ବି ସମୟ ଅଛି ଆଉ ଥରେ ଆପ୍ଲାଇ କରିକି ସାଥିରେ ନେଇକି ଯାଆନ୍ତୁ। ଆଉ ଯେଉଁମାନଙ୍କର OTPRMS ବା ଆପ୍ଲାଇ କରିଛନ୍ତି ସେମାନଙ୍କର ଯଦି କିଛି ପ୍ରୋବ୍ଲେମ୍ ରହିଛି ତାକୁ ବର୍ତ୍ତମାନ ବି ସମୟ ଅଛି, ତାକୁ ବି ରେଡ଼ି କରନ୍ତୁ। ଆଉ କ୍ୟାରେକ୍ଟର ସାର୍ଟିଫିକେଟ୍ କହିଲେ ବର୍ତ୍ତମାନ ସେସବୁ କିଛି ଆବଶ୍ୟକ ନାହିଁ। ଯେଉଁମାନେ ଡକୁମେଣ୍ଟ ଭେରିଫିକେସନ୍ ପରେ ସିଲେକ୍ସନ୍ ଲିଷ୍ଟରେ ଯଦି ଆପଣମାନଙ୍କର ନାଁ ଆସୁଛି ଫାଇନାଲ୍ ମେରିଟ୍ ଲିଷ୍ଟରେ, ତାପରେ ଆପଣଙ୍କର ଯେଉଁ DO ଅଫିସରେ ପିଲାମାନେ ଦରକାର ସେଇଟାକୁ ଆପଣ ରେଡ଼ି କରିଦେଇଥାନ୍ତୁ। ବର୍ତ୍ତମାନ ମଧ୍ୟ ଆପ୍ଲାଇ କରିଦେଇଥାନ୍ତୁ। ସେଇଟା ଆପ୍ଲାଇ କରିଦେଇଥିଲେ ତାର ଯେଉଁ ଆସିବ କ୍ୟାରେକ୍ଟର ସାର୍ଟିଫିକେଟ୍ ବା ଯେଉଁଟା ପୋଲିସ ଭେରିଫିକେସନ୍ ସାର୍ଟିଫିକେଟ୍ ଯେଉଁଟା କୁହାହେଉଛି ସେଇଟା ଟିକେ ସମୟ ଲାଗେ ପିଲାମାନେ, ତାକୁ ବର୍ତ୍ତମାନଠୁ ଆପଣ ଆପ୍ଲାଇ କରିଦେଇଥାନ୍ତୁ। ଆଉ ଯାହା ଯାହା ଡକୁମେଣ୍ଟ ପିଲାମାନେ ଆପଣମାନଙ୍କର ରିକ୍ୱାର୍ଡ଼ ରହିଛି ତାକୁ ଆଜିଠୁ ଆପଣମାନେ ପୁରା A to Z ପର୍ଯ୍ୟନ୍ତ, ଯଦି କହିବି 1 ନମ୍ବରରୁ ଆପଣଙ୍କର ସିରିଏଲ୍ ନମ୍ବର ଲାଷ୍ଟ ସିରିଏଲ୍ ପର୍ଯ୍ୟନ୍ତ ଯାହା ଯାହା ଡକୁମେଣ୍ଟ ଦରକାର ତାକୁ ଆପଣମାନେ ପୁରା ପେଜ୍ ବାଇଜ୍ ପେଜ୍ ପୁରା ଆପଣମାନେ ସଂଯୋଗ କରିକି ରଖିଥାନ୍ତୁ। ଆଉ ଡକୁମେଣ୍ଟ ଭେରିଫିକେସନ୍ରେ କୌଣସି ଅସୁବିଧାରେ ଆପଣମାନେ ସମ୍ମୁଖୀନ ହୁଅନ୍ତୁ ନାହିଁ। ଆଉ ଗୋଟିଏ ଜିନିଷ ଏଠି କହି ପିଲାମାନେ ଆପଣମାନେ OSSC ସାଇଟ୍ ଯଦି LTRର ଆଡ଼ମିସନ୍ ପାଇଁ କେଉଁମାନେ ଆଡ଼ମିସନ୍ ଲେଟର ପାଇଁ ଯଦି କେଉଁମାନେ ଆପଣମାନେ ମାଇଣ୍ଡ ସ୍ଥିର କରିଛନ୍ତି ଆସିପାରୁନାହିଁ, ତାହେଲେ ସେ ରାତି 3ଟା 4ଟାରେ ଥରେ ଲେଖା ଟ୍ରାଏ କରନ୍ତୁ। ନିଶ୍ଚିତ ଆପଣଙ୍କର LTRର ଯେଉଁ ଅଛି ଆଡ଼ମିସନ୍ ଲେଟର ଡାଉନଲୋଡ଼ ହେଇଯିବ। ଏଥିରେ ଓଡିବି ହେବାର କିଛି ନାହିଁ। ଆଜି ନହେଲେ ମଧ୍ୟ ଦିନେ 2 ଦିନ ଭିତରେ ହେଇଯିବ, ସର୍ଟ ଆଉଟ୍ ହେଇଯିବ। 10% ପିଲାଙ୍କର ଆଡ଼ମିସନ୍ ଲେଟର ଡାଉନଲୋଡ଼ ହେଇଗଲାଣି। 90% ପାଖାପାଖି ପିଲା ଏପର୍ଯ୍ୟନ୍ତ ବି ପେଣ୍ଡିଂ ଅଛନ୍ତି। ଆପଣମାନେ ନିଶ୍ଚିତ ତାପରେ କିଛି ଓରିଡି ହେବା ଦରକାର ନାହିଁ। ଏଇ କିଛି ସମୟ ମଧ୍ୟରେ ବା କିଛି ଦିନ ଭିତରେ ହେଇଯିବ।